ମୁଁ ବହୁତ ଖୁସି ମୋ ଜନ୍ମମାଟି ଗାଁରେ ଆଜି ଲୋକ ସାଧାରଣ ଜନତା ଏତେ ପରିମାଣରେ ଜନସମୁଦ୍ର ଦେଖି ମୋ ଛାତି ଆଜି କୁଣ୍ଢେମୁଠ ହୋଇଯାଉଛି। ମୁଁ ବହୁତ ଖୁସି ମୋ ଗାଁ ପାଇଁ ଏବଂ ଗାଁର ସାଧାରଣ ଜନତା ପାଇଁ। କାହିଁକି 19 ମସିହାରେ ଏ ଗାଁରେ ଆଶାତୀତ ଭାବେ ଭୋଟ ଦେଇଥିଲେ। 5 ବର୍ଷ ଭିତରେ ଲୋକଙ୍କର ସେବା ଛଡ଼ା ଅନ୍ୟ କୌଣସି ଉନ୍ନୟନମୂଳକ କାମ ନ କରିପାରିଥିଲେ ମଧ୍ୟ ଏଠି 1200ରୁ ଉର୍ଦ୍ଧ୍ୱ ଭୋଟ ମୋ ପଞ୍ଚାୟତବାସୀ ମୋତେ ଦେଇଥିଲେ। କିନ୍ତୁ ଠିକ୍ ବିକ୍ରମାରୁ ବହୁତ ଡିମିଣ୍ଡିମା ପିଟୁଛି ଅଞ୍ଚଳର ବିକାଶ କରୁଛି ବୋଲି 6 ଥର ବିଧାୟକ ହେଲା ପରେ ତା ଗାଁରେ ତା ପଞ୍ଚାୟତରେ ଆଜି ଭୋଟ ହାର ବହୁତ ମାତ୍ରାରେ କମି ଯାଇଛି। ସେଥିରୁ ବୁଦ୍ଧି ଶିଖିବା କଥା ଯେ ଲୋକ କେମିତି ଭୋଟ ଦେଉଛନ୍ତି। ତାଙ୍କର ଆଶୀର୍ବାଦରେ ମୁଁ ଆଜି ବିଧାୟକ। ମୁଁ ଆପଣଙ୍କୁ ଭାଷଣ ମାଧ୍ୟମରେ କହୁଥିଲି ବିକ୍ରମାର୍କୁ ତାଙ୍କୁ ଯଦି ପାଖରେ ରଖିପାରିଥାନ୍ତା ହୁଏତ ଏଠି ଅନ୍ୟ କୌଣସି ବିଧାୟକ ଆଜି ପର୍ଯ୍ୟନ୍ତ ଜିତି ପାରିନଥାନ୍ତେ। ତେଣୁ ତାଙ୍କୁ ଯେଉଁଦିନ ଛାଡ଼ିଦେଲା ପ୍ରଭାକର ନାୟକଙ୍କୁ ସେଦିନଠୁ ବିକ୍ରମାର୍କୁ ଲକ୍ଷ୍ମୀ ଛଡ଼ା ହୋଇଗଲା। ଆଉ ଆଗକୁ ତା ଦେହରେ କେବେ ବି ଲକ୍ଷ୍ମୀ ରହିବେନି। ନିଶ୍ଚିତ ଭାବେ ସେ ଜଣେ ଗର୍ବୀ ଅହଙ୍କାରୀ ଲୋକ। ଆମ ଭଳି ସ୍ୱାଭିମାନ ଲୋକ କେବେ ବି ତା ପାଖରେ ରହିପାରିବୁ ନାହିଁ। କାରଣ ତାର ରାଜନୀତି ଆମ ରାଜନୀତି ଫରକ। ସେ ସଦାବେଳେ ଦୁର୍ନୀତିଗ୍ରସ୍ତ କଥା ଚିନ୍ତା କରେ। ଆମେ ଅଞ୍ଚଳର ବିକାଶ କଥା ଚିନ୍ତା କରୁ। ମୋର କକା ଯେଭଳି ଭାବେ ମୁଁ ମଧ୍ୟ ସେଭଳି ଭାବେ।